ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଆପଣମାନଙ୍କୁ ପ୍ରତ୍ୟେକଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ମୋର ଆନ୍ତରିକ ନମସ୍କାର। ପ୍ରିୟ ଭାଇ ଏବଂ ଭଉଣୀମାନେ, ଗୋଟିଏ ଭିଡ଼ିଓ କ୍ଲିପ୍ ପୁରା ବହୁତ ମାତ୍ରାରେ ସବୁଆଡ଼େ ଭାଇରାଲ ହେବାରେ ଲାଗିଛି ଏବଂ ଏଇ ଯେଉଁ ଭିଡ଼ିଓ କ୍ଲିପ୍ଟି କେବଳ ଆମର ଓଡ଼ିଶା ନୁହେଁ, ଆମର ଓଡ଼ିଶା ବାହାରେ ମଧ୍ୟ ଅନେକ ରାଜ୍ୟ ସାରା ଭାଇରାଲ ହୋଇସାରିଲାଣି। ଯେପରିକି ବିହାର, ଛତିଶଗଡ଼, ପଞ୍ଜାବ ଏହିଭଳି ରାଜ୍ୟମାନଙ୍କରେ ଏହି ଭିଡ଼ିଓ କ୍ଲିପ୍ଟି ବହୁତ ମାତ୍ରାରେ ଭାଇରାଲ ହେଲା। ତେବେ ଘଟଣାସ୍ଥଳରେ ଯାହା ଘଟିଥିଲା ତାହା ତ ଆପଣମାନେ କିଛି ନା କିଛି ଭିଡ଼ିଓ ମାଧ୍ୟମରେ ପୂର୍ବରୁ ଆପଣ ଜାଣିଥିବେ। ତେବେ ପ୍ରିୟ ବନ୍ଧୁଗଣ, ଏହି ବିଷୟକୁ ନେଇକି ମୁଁ ମଧ୍ୟ ଏକ ଟପିକ୍ ତିଆରି କରିବା ପାଇଁ ଏଥିପାଇଁ ଇଚ୍ଛା କଲି ଯେ ମୋତେ ଆଶ୍ଚର୍ଯ୍ୟ ଲାଗୁଛି ଏହିସବୁ ଘଟଣା ଘଟିବା ପରେ ମଧ୍ୟ ଆମର ମାନନୀୟ ମୁଖ୍ୟମନ୍ତ୍ରୀ ସେ ନୀରବ କେମିତି ରହିଛନ୍ତି। ତେବେ ଏହି ବିଷୟରେ ମୁଁ ଆପଣଙ୍କୁ ଏହି ଭିଡ଼ିଓରେ ହିଁ ମୁଁ ଆପଣଙ୍କୁ କହିବି। ତେବେ ଆପଣମାନେ ଜାଣିଥିବେ ଯେ ବିଗତ ଡିସେମ୍ବର ମାସ 24 ତାରିଖ ଦିନ ରେମୁଣା ବ୍ଲକ ଅନ୍ତର୍ଗତ ଗୋବର୍ଦ୍ଧନପୁର ଗାଁରେ ଏକ ଅମାନବୀୟ ଘଟଣା ଘଟିଥିଲା। ଆଉ ସେଠାକାର ଯେଉଁ ନୂତନ ବିଶ୍ୱାସୀମାନେ ସେମାନେ କ'ଣ କରିଥିଲେ, ବଡ଼ଦିନ ଉପଲକ୍ଷେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ପାଳନ କରିବା ଉପଲକ୍ଷେ ସେମାନେ ଭୋଜି ଭାତ କରି ଆଉ କେକ୍ ମଧ୍ୟ କାଟିବା ନିମନ୍ତେ ସେମାନେ ବ୍ୟବସ୍ଥା କରିଥିଲେ, ଯେଉଁଟାକି ପ୍ରାୟ ପ୍ରତ୍ୟେକ ଚର୍ଚ୍ଚରେ ହୁଏ। କିନ୍ତୁ ସେହି ସମୟରେ କିଛି ଅସାମାଜିକ ବ୍ୟକ୍ତି ସେମାନେ ହଠାତ୍ ଘର ଭିତରକୁ ପଶିଗଲେ ଆଉ ସେ ଘରେ ଥିବା ମହିଳାଙ୍କୁ ଜବରଦସ୍ତ ତାଙ୍କୁ ଟାଣି ଆଣିଲେ, ଘୋଷାରି ତାଙ୍କୁ ନେଇକି, ଏପରିକି କୁହାଯାଏ ତାଙ୍କୁ ଉଲଗ୍ନ ମଧ୍ୟ କରାଯାଇଥିଲା। ଆଉ ଘୋଷାରି ତାଙ୍କୁ ନେଇକି ଗଛରେ ବାନ୍ଧି ଦିଆଗଲା। କେବଳ ସେତିକି ନୁହେଁ, ତାଙ୍କୁ ଚପଲରେ ମଧ୍ୟ ମାଡ଼ ମରା ହୋଇଥିଲା, ଅନେକ ନିର୍ଯାତନା ତାଙ୍କୁ ଦିଆହେଇଥିଲା। କିନ୍ତୁ ଏଇ ଯେଉଁ ବ୍ୟକ୍ତି ଜଣକ ସେ ଭାବୁଥିଲେ ଆମେ ଏକ ମହାନ କାମ କରିଦେଇଛୁ, ଆମେ ଏମିତି ଗୋଟେ କାମ କରିଦେଇଛୁ ସମାଜ ଆମକୁ ବାହ ବୋଲି ଆମକୁ କହିବ ଆଉ ସମାଜ ଆମକୁ ସାବାସୀ ଦେବ। କିନ୍ତୁ ଏଇ ଯେଉଁ ଘଟଣା ଘଟିଲା, এই ଘଟଣା ଘଟିବା ପରେ ଦେଖାଗଲା ଯେ ଅନେକ କ୍ଷେତ୍ରରେ ଲୋକମାନେ ନିନ୍ଦା କଲେ। ବିଶେଷ କରିକି ଜଣେ ମହିଳାଙ୍କୁ ଏଇଭଳି ଉଲଗ୍ନ କରିକି ତାଙ୍କୁ ଘୋଷାରି ଆଣିକି ଗଛରେ ବାନ୍ଧିବା ଏକ ମର୍ଦ୍ଦପଣିଆ ନୁହେଁ ବା ଏଟା ଏକ ମାନବୀୟ କାର୍ଯ୍ୟ ନୁହେଁ, ଯେଉଁଟା ମୁଁ କହିବି। ତେବେ ପ୍ରିୟ ବନ୍ଧୁଗଣ, ଏଇଭଳି ଘଟଣା ଘଟିଥିଲା, ଆପଣ ବି ଜାଣିଥିବେ। ତେବେ ପ୍ରିୟ ବନ୍ଧୁଗଣ, ଏତେ ସବୁ ଘଟଣା ଘଟିଗଲା, ଏ ଭିଡ଼ିଓ ଏତେ ମାତ୍ରାରେ ଭାଇରାଲ ମଧ୍ୟ ହେଲା, ପ୍ରତ୍ୟେକ ପୋଲିସ ଷ୍ଟେସନକୁ ଏ ଭିଡ଼ିଓ ମଧ୍ୟ ଗଲା, ଆଉ ପୋଲିସ ଷ୍ଟେସନକୁ କମ୍ପ୍ଲେନ୍ ମଧ୍ୟ ଗଲା, ଆଉ ସମସ୍ତଙ୍କ ପାଖକୁ ଏ ଭିଡ଼ିଓ ପହଞ୍ଚିଲା। କିନ୍ତୁ ତଥାପି ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ ନୀରବ ଅଛନ୍ତି। ତେବେ କାହିଁକି? ତେବେ ମୁଖ୍ୟମନ୍ତ୍ରୀ ମହୋଦୟ ଚୁପ୍ କାହିଁକି, ନୀରବ କାହିଁକି? ମୋର ଏଇଟା ହେଉଛି ପ୍ରଶ୍ନ। ତେବେ ଏହାର ଉତ୍ତର ପାଇବା ନିମନ୍ତେ ମୁଁ ଆଉ ଗୋଟେ ଘଟଣା ଆପଣଙ୍କୁ ମନେ ପକାଇଦେବି। ପ୍ରାୟ ଅନେକ ବର୍ଷ ତଳେ, ବହୁତ ବର୍ଷ ପୂର୍ବରୁ ଓଡ଼ିଶାର ମୟୂରଭଞ୍ଜ କେନ୍ଦୁଝର ଅନ୍ତର୍ଗତ ମନୋହରପୁର ଗାଁରେ ଗ୍ରାହାମଷ୍ଟେନ୍ ଏବଂ ତାଙ୍କର ଦୁଇ ପୁଅକୁ ଜିଅନ୍ତା ଜଳେଇକି ମାରି ଦିଆଗଲା। ଗାଡ଼ି ଭିତରେ ସେମାନେ ଶୋଇଥିଲେ, ପେଟ୍ରୋଲ ଢାଳିକି ସେମାନଙ୍କୁ ମାରି ଦିଆଗଲା, ନିଆଁ ଲଗାଇ ଦିଆଗଲା। ଆଉ ସେମାନେ ସେଇ ଗାଡ଼ି ଭିତରେ ହିଁ ପୁରା ପାଉଁଶ ହୋଇଗଲେ, ଦଗ୍ଧ ହୋଇଗଲେ। ଆଉ ସେମାନଙ୍କୁ କବର ମଧ୍ୟ ଦିଆଗଲା। ଆଉ ଏଇ ଯେଉଁ ଘଟଣା ଘଟାଇଲା ଯିଏ ଦାରା ସିଂ, ତାକୁ ଆରେଷ୍ଟ ମଧ୍ୟ କରାଗଲା, ପୁଲିସ ତାକୁ ଆରେଷ୍ଟ କଲା। ଆଉ ସେ ବର୍ତ୍ତମାନ ସୁଦ୍ଧା ମଧ୍ୟ ଜେଲରେ ଅଛନ୍ତି। କିନ୍ତୁ ଆପଣ ଜାଣିଥିବେ କି ନ ଜାଣିଥିବେ ମୁଁ ଜାଣେ ନାହିଁ, କିନ୍ତୁ ତଥାପି ମୁଁ କହିବି, ଯଦି ଆପଣ ଜାଣିନଥିବେ ତେବେ ଆପଣ
ନିଶ୍ଚିନ୍ତ ଭାବରେ ଜାଣି ରଖନ୍ତୁ ଯେ କ'ଣ ହେଲା, ଯେତେବେଳେ ଦାରା ସିଂଙ୍କୁ ଆରେଷ୍ଟ କରାଗଲା ଆଉ ସେତେବେଳେ ଆମର ଏଇ ମୋହନ ଚରଣ ମାଝୀ ଯିଏ ବର୍ତ୍ତମାନ ଆମର ମୁଖ୍ୟମନ୍ତ୍ରୀ ଅଛନ୍ତି, ଆଉ ସିଏ ସେତେବେଳେ RSS ଦଳରେ ସେ ଟ୍ରେନିଂ କରୁଥିଲେ ସେତେବେଳକୁ। ଆଉ ସେମାନେ କ'ଣ କରିଥିଲେ, ସମସ୍ତେ ଦାରା ସିଂଙ୍କୁ ମୁକୁଳାଇବା ପାଇଁ ଧାରଣା ଦେଇଥିଲେ। ଅନେକ ଲୋକ ଧାରଣା ଦେଇଥିଲେ, ଅନେକ RSS ଲୋକମାନେ ଧାରଣା ଦେଇଥିଲେ। ତା ମଧ୍ୟରେ ଏଇ ମୋହନ ଚରଣ ମାଝୀ ଯିଏ ବର୍ତ୍ତମାନ ଆମର ମୁଖ୍ୟମନ୍ତ୍ରୀ ଅଛନ୍ତି, ସେ ମଧ୍ୟ ସେଥିରେ ସାମିଲ ଥିଲେ। ତେବେ ଏଇଥିରୁ ଆପଣ କ'ଣ ଜାଣିପାରୁଛନ୍ତି ଯେ ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ ତାଙ୍କର ଚିନ୍ତାଧାରା ବିଷୟରେ ଆପଣ କ'ଣ ଜାଣୁଛନ୍ତି? ନିଶ୍ଚିନ୍ତ ଭାବରେ ଆଉ ଯେଉଁ ବ୍ୟକ୍ତି ଜଣକ ଜଣେ ଖ୍ରୀଷ୍ଟିଆନ ମିଶନାରୀ ତାଙ୍କର ଦୁଇ ପୁଅଙ୍କୁ ଜିଅନ୍ତା ଜଳେଇକି ମାରି ଦିଆଗଲା, ତାକୁ ଯେତେବେଳେ ଜେଲ ପଠାହେଉଛି, ସେତେବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ସେତେବେଳେ ସେ କ'ଣ କରୁଥିଲେ, ଏଇ କଥାରେ ବିଲକୁଲ ବି ରାଜି ନଥିଲେ। ସେ ବିଲକୁଲ ଚାହୁଁନଥିଲେ ଯେ ଅପରାଧୀ ଜେଲ ଯାଆନ୍ତୁ ବୋଲି। ସେ କ'ଣ କରିଥିଲେ, ଧାରଣା ଦେଇଥିଲେ। ଆଉ ବର୍ତ୍ତମାନ ତ ସେଟା ତ ବହୁତ ବଡ଼ ଘଟଣା ଘଟିଥିଲା, ବହୁତ ମାରାତ୍ମକ। ତା ତୁଳନାରେ ଏଇଟା ସେମିତି କିଛି ନାହିଁ। ଆଉ ତଥାପି ବହୁତ ଗୁରୁତର ଅପରାଧ ଆମେ କହିପାରିବା। 2 ଜଣ ମହିଳାକୁ ବାନ୍ଧି ଦିଆଗଲା, ଯେହେତୁ ଏମାନେ ହେଉଛନ୍ତି ପ୍ରଭୁ ଯୀଶୁଙ୍କର ବିଶ୍ୱାସୀ। ଆଉ ଯେହେତୁ ଏମାନଙ୍କୁ ବାନ୍ଧି ଦିଆଗଲା ଧର୍ମ ପରିବର୍ତ୍ତନ ଅପରାଧରେ, କିନ୍ତୁ ସେମିତି କିଛି ନାହିଁ। ଆଉ ସେଥି ନିମନ୍ତେ ବୋଧେ ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ ନୀରବ ଅଛନ୍ତି, ଚୁପ୍ ଅଛନ୍ତି। ଆଉ ଏଇ କଥାରୁ ସ୍ପଷ୍ଟ ରୂପେ ଜଣାପଡ଼େ। ତେବେ ପ୍ରିୟ ବନ୍ଧୁଗଣ, ଏତେ ବଡ଼ ଘଟଣା ଘଟିଗଲା, ମୁଖ୍ୟମନ୍ତ୍ରୀ ଏବେ ବି ଚୁପ୍ ଅଛନ୍ତି। କିନ୍ତୁ ପୁଲିସ ତା'ର କାମ କରିସାରିଲାଣି, ଆକ୍ସନ୍ ନିଆସାରିଲାଣି। ସେ ଯାହା ବି ହେଉ, ଆଉ ଯେଉଁମାନେ ବି ଏ କାମ କରିଥିଲେ ସେମାନଙ୍କୁ ଗିରଫ କରାଗଲା, ଆରେଷ୍ଟ କରାଗଲାନି। ଏମିତି ଗୋଟେ ନ୍ୟୁଜ୍ରେ ମୁଁ ବି ଦେଖୁଥିଲି। ଆଉ ତେବେ ପ୍ରିୟ ବନ୍ଧୁଗଣ, ବର୍ତ୍ତମାନ ଯେଉଁ ଖ୍ରୀଷ୍ଟ ବିରୋଧୀମାନେ ବର୍ତ୍ତମାନ ଯେଉଁ ଅଛନ୍ତି, ଆଉ ସେମାନେ ଭାବନ୍ତି ଆମେ ଏମିତି ଗୋଟେ ବଡ଼ କାମ କରିଦେଲେ ସମାଜ ଆମକୁ ପୁରା ସାବାସୀ ଦେବ, ବା ବୋଲି କହିବ। କିନ୍ତୁ ସେମାନେ ଜାଣନ୍ତି ନାହିଁ ଯେ ତାଙ୍କ ଉପରେ କାନୁନ ବୋଲି ଆଉ ଗୋଟେ ବିଷୟ ଅଛି, ତାଙ୍କର ଉର୍ଦ୍ଧ୍ୱରେ ଦେଶର ସମ୍ବିଧାନ, ଦେଶର ନିୟମ କାନୁନ ବି ରହିଅଛି, ଯେଉଁଟାକି ସେମାନଙ୍କର ଉର୍ଦ୍ଧ୍ୱରେ। ସେମାନେ ଭାବନ୍ତି ଯେ ଆମେ ହେଉଛୁ ଭାରତର ନିୟମର ଆମେ ଉପରେ, ଆମେ କାନୁନର ଉପରେ, ଆମେ ଯାହା କରିବୁ କେହି ମଧ୍ୟ କିଛି କରିପାରିବେ ନାହିଁ। ତେବେ ଏଇଟା ହେଉଛି ଭ୍ରାନ୍ତ ଧାରଣା ବା ଭୁଲ ଧାରଣା ବିରୋଧୀମାନଙ୍କର। ଆଉ ସେମାନେ ବି କହୁଥିଲେ, ମାନେ ଯେଉଁମାନେ ଗଛରେ ବାନ୍ଧିଲେ, ଯେ ମୁଖ୍ୟ ଅଭିଯୁକ୍ତ ଯିଏ, ସେ କହୁଥିଲେ ଯେଉଁଠି ବି ଏମିତି କାମ ହେବ ଆମକୁ ଡକାଇବ, ଆମେ ବର୍ତ୍ତମାନ ଯେମିତି କରିଛୁ ଆମେ ସେମିତି କରିବୁ। ଆରେ ମୂର୍ଖମାନେ, ନାରୀମାନଙ୍କୁ ନିର୍ଯାତନା ଦେବା ବା ନାରୀକୁ ଉଲ୍ଲଂଘନ କରିବା, এইটা তো তোমার খানদানরে লেখা আছে। ମୁଁ ଆଉ କ'ଣ କହିବି, ବିଶ୍ୱାସ ହେଉନି। ମଣିପୁର ଘଟଣା ଟିକେ ମନେ ପକାଅ, ସେଠି ମଧ୍ୟ 2 ଜଣ ନାରୀକୁ ଉଲ୍ଲଂଘନ କରାଗଲା, ରାସ୍ତାରେ ବୁଲାଗଲା। ଆଉ ସେମାନଙ୍କ ରକ୍ତ ତୁମ ଭିତରେ ବି ପ୍ରବାହିତ ହେଉଛି। ଆଉ ତୁମେମାନେ ଯିବ ବା କୁଆଡ଼େ? ଆଉ ଏଇଭଳି କାମ କରିବା ନିମନ୍ତେ ଆଉ ହୁଏତ ତୁମେମାନେ PhD କରିଥିବ କେଉଁ ୟୁନିଭର୍ସିଟିରେ, ମୁଁ ଜାଣେ ନାହିଁ, ସେଟା ପରମେଶ୍ୱର ଜାଣନ୍ତି। ତେବେ ପରମେଶ୍ୱର ଖ୍ରୀଷ୍ଟ ପ୍ରିୟ ଭାଇ ଭଉଣୀମାନଙ୍କୁ ଆଶୀର୍ବାଦ କରନ୍ତୁ। ଆଉ ଏଇଭଳି ଅନ୍ଧ ଖ୍ରୀଷ୍ଟ ବିରୋଧୀ ବା ଯୀଶୁ ବିରୋଧୀ ମୁଁ କହେ, ଏମାନଙ୍କର ଆଖିକୁ ପ୍ରଭୁ ଖୋଲି ଦିଅନ୍ତୁ। ସମସ୍ତଙ୍କୁ ଖ୍ରୀଷ୍ଟ ପ୍ରେମର ଆନ୍ତରିକ ନମସ୍କାର।